ସେ ବିପକ୍ଷରେ ହରିହର ପାତ ସେ ଅସଟା ତୋର ବସାରେ ରହିଯିବରେ ରାଜାରୁ ରାଜା ହେବାକୁ ଯାଉଛି ଏ ଅଯୋଧ୍ୟାର ରାଜା ବର୍ତ୍ତମାନ ସମ୍ରାଟ ଶଙ୍କର ସହିତ ଯେତେ ମାଠୁଛୁ ମାଠେ ନାଚେ ଦରପଡ଼ା ଆମେ ଗୋଟାସ ଓ କ'ଣ ହେଇଛି କ'ଣ ହେଇଛି ହଁ? ଯେ କୁମ୍ଭୀର ନେଇ ତଜି ନଈରେ ଧୋଇଲାଣି ଯେ ଟିକିଏ ଟୁଲୁକ ଗୋଟାସ ଆମେ ଗର୍ବରେ ମୋ ଛାତିଟା ଆଜି ଭୁଲେ ଉଠୁଛି ବହୁ କିଛି ସମୟ ପରେ ମୁଁ ଏ ଅଯୋଧ୍ୟାର ରାଜା ହେବି ନୂତନ ସମ୍ରାଟ ଶଙ୍କର ସହିତ ଏ ରଜା ହେବେ ପଛେ ତେଣେ ରାଣୀ ମାଙ୍କର ଦେହ ଖରାପ ହେଉଛି ଆଉ କହିଛନ୍ତି ଆପଣଙ୍କୁ ଯିବା ଆମେ କ'ଣ କହିଲୁ ଭାଇ ରାଣୀ ମାଙ୍କର ଦେହ ଖରାପ ହେଉଛି ରାଣୀ ମାଙ୍କର ହଠାତ୍ ଦେହ ଖରାପ ଆପଣଙ୍କୁ କହିଛନ୍ତି ଆମେ କ'ଣ ହେଇଛି ରାଣୀ ମାଙ୍କର ଏ କ'ଣ ଏ ମୁଣ୍ଡ ବୁଲେଇ ହେଉଛି ଆମେ ହଠାତ୍ ମୁଣ୍ଡ ବୁଲେଇ ହେଉଛି କାହିଁକି ଏ ଖାଲି ମୁଣ୍ଡ ବୁଲେଇ ହେଉନି ଏ ତା ସହିତ ଲୁଣି ଆଚାର ଖାଇବାକୁ ବି ଇଚ୍ଛା ହଉଛି ସେତିକି ହେଇନାହିଁ ଆଉ ଏ ତା ସହିତ ମିଶାଇକି ଆମ ରାଣୀ ମାଙ୍କର ବାନ୍ତି ବି ହଉଛି କ'ଣ କହିଲ ବାନ୍ତି ବି ହଉଛି ରାଣୀର ବାନ୍ତି ହେଉଛି ମୁଣ୍ଡ ବୁଲେଇ ହେଉଛି ତୁ କ'ଣ ମୋ ସହିତ ଖେଳ ଖେଳିବା ପାଇଁ ଆସିଛ ଖେଳ ଖେଳିବା ପାଇଁ ଆଉ କ'ଣ କହେ କ'ଣ ଏପରି ସତ କଥା ହେଉଛୁ ମୁଁ ତୋ କଥା କିଛି ବୁଝିପାରୁନି ଏ କଥାରୁ ଟିକେ ହେଲେ ବୁଝିପାରିଲେନି ତୋ କଥା ମୁଁ କିଛି ବୁଝିପାରୁନି ଏ ବାହାଇ ନାହାନ୍ତି ବରଯାତ୍ରୀରେ ବି ଯାଇନା ଆରେ ଯାହା କହିବାର ଅଛି ସିଧା ସିଧା କହ ତୋ କଥାଟା ମୁଁ ବୁଝିପାରୁନି ସେ କଥାଟା ଏତେ ବାଟରୁ କହିପାରିବିନି ଆଉ କୋଉଠୁ କହିବୁ ଆପଣଙ୍କ ପାଖକୁ ଗଲେ ହଁ ମୋ ପାଖକୁ ଆ କହ କ'ଣ ହେଇଛି ରାଣୀ କଥାଟା କ'ଣ କି ଆରେ କ'ଣ ହେଇଛି ରାଣୀର କହ ଆମ ରାଣୀ ମାଟା ବର୍ତ୍ତମାନ ଗର୍ଭବତ କ'ଣ କହିଲ ଭାଇ ରାଣୀଟା ବର୍ତ୍ତମାନ ଗର୍ଭବାସ ହେଇଛି ମୋର ସବୁ ଆଶାକାଂକ୍ଷା କ'ଣ ଅପୂର୍ଣ୍ଣ ରହିଯିବ ସିଂହାସନଟା ପ୍ରାପ୍ତି ହେବିନି ମୋର ସବୁ ଆଶାକାଂକ୍ଷା ନା ଜମା ନୁହେଁ ଆପଣଙ୍କ ଆଶାଟା ପୂରଣ ହେବ କହବେ ମୋ ଆଶାଟା କି ପରିପୂର୍ଣ୍ଣ ହବ ସେଇ କଥାଟା କହ କହିଲି ବା ହେବ ଆପଣ ସେଥିପାଇଁ ଚିନ୍ତା କରନ୍ତୁ ଆପଣ ଜମା ଚିନ୍ତା କରୁନ୍ତୁନି ସେ କାମ ଆଉ କ'ଣ ବାକି ଅଛି ଆଉ ସେ କାମ ମୁଁ ସାରିଦେଇଛି କ'ଣ କରିଛ ସାରିଦେଇଛି ଯେ ସେଥିରେ ଗୋଟେ ସତ ଅଛି ଆରେ କ'ଣ ସେ ସତ ଅଛି କହ ଆପଣ ରଜା ହେବେ ରାଜା ହେବି ସତଟା ହେଲା କ'ଣ କି ଏ ସେଥିରେ କିଛି ଟଙ୍କା ଖର୍ଚ୍ଚ ହେବ હવે રાજા ହେବା ଭାଇ ଟଙ୍କାର ପୁଣି ଆବଶ୍ୟକ କ'ଣ ଟଙ୍କା କ'ଣ ହବ ଯେ ବୁଝିଲେ ସେନାପତି ବାବୁ ଆମେ କୋଉ କଥା ଯେ ଟଙ୍କା କ'ଣ ହେବ ଟଙ୍କାଟା କ'ଣ ହବ ଟଙ୍କା ଥିଲେ ସବୁ କିଛି ହେଇପାରିବ କ'ଣ ଟଙ୍କାଟା କରିପାରିବ ଟଙ୍କାଟା ପୁଅଟାକୁ ଝିଅ କରିପାରିବ ହଁ ଟଙ୍କା ଥିଲେ ମାଇ ପିଲା ଅଣ୍ଡ୍ରି ପିଲା ହେଇପାରିବ ଅଣ୍ଡ୍ରି ପିଲା ମାଇ ପିଲା ହେଇପାରିବ ଏ ସେତିକି ନୁହେଁ ଆଉ ଏ ଟଙ୍କା ଥିଲେ ହଁ ଏ ବୋପାକୁ ବା ମଉସା ଡାକିବ ତାହେଲେ କହ ସିଂହାସନ ଭାଇ କେତେ ଟଙ୍କାର ଆବଶ୍ୟକ ଆପଣ ଦେବେ ମୁଁ ଦେବି ରାଜ ସିଂହାସନ ରାଜ ସିଂହାସନ ମୁଁ ଆପଣଙ୍କୁ ଦେବି હવે કહો કે તે ટંકા આવશ્યક
ଆପଣ କେତେ ଦେବେ କହୁନା ତୋର କେତେ ଆବଶ୍ୟକ କହ ନାଇଁ ଆପଣ କହୁନାହାନ୍ତି କେତେ ଦେବେ ତୁ କେତେ ନବୁ କହ ନାଇଁ ନାଇଁ ମତେ ଲାଜ ଲାଗୁଛି ଆପଣ କହନ୍ତୁ ଆପଣ କହନ୍ତୁ ଆରେ ଲାଜ କରିବା କିଛି ଆବଶ୍ୟକ ନାହିଁ ନାଇଁ ଆପଣ କହୁନାହାନ୍ତି ଆରେ ଯାହା କହିବ ଅଛି ମନ ଖୋଲି କହିଦେ ମୁଁ ତତେ ସେତେ ଟଙ୍କା ଦେବି ନାଇଁ ଆପଣ ଆପଣଙ୍କ ମନ ଖୁସିରେ କେତେ ଦେବେ କହୁନାହାନ୍ତି ମୋ ମନ ଖୁସିରେ ଆପଣଙ୍କ ମନ ଖୁସିରେ ଆରେ ମୁଁ ଯାହା ଦେବି ତୁ ନବୁ ହଁ ନେବି ଖୁସିରେ ନେବି ନବୁ ତ ହଁ ନେବି 2,000 ଟଙ୍କା ଦେବି କେତେ 2,000 ଟଙ୍କା ଦେବି ହଜାର 2,000 ଟଙ୍କା ମୁଁ ଦେବି 2,000 ଦେବେ 2,000 ଥାଉ କାହିଁକି ନାଇଁ ଥାଉ ଆରେ କଣ ଭାଇ ବେଶୀ ମୋଟା ହେଇଯାଉଛି ଆବଶ୍ୟକ ନାହିଁ ନାଇଁ ବେଶୀ ମୋଟା ହେଇଯାଉଛି ହଏ ସେନାପତି ବାବୁ ହଁ ହଁ ଆପଣ ଏ ରାଜ ସିଂହାସନରେ ବସିବେ ବସିବି ଏ ରାଜ୍ୟଟା ଆପଣଙ୍କର ମୋର ଏ ରାଜ ସିଂହାସନ ଆପଣଙ୍କର ସବୁ ମୋର ଏ ସବୁ ତ ଆପଣଙ୍କର ତା ପ୍ରତିବଦଳରେ 2,000 2,000 ଏ 2,000 ହେଇପାରିବନି ଆଉ କେତେ ଟଙ୍କା ଆମେ କେତେ ଟଙ୍କା ଦରକାର ଆଉ ଟିକେ ମୋଟା 5,000 କେତେ 5,000 5,000 5,000 ଟଙ୍କା ଦେବି ହେ ସେନାପତି ବାବୁ ହଁ ଏ ଯାତ୍ରା ପାଟିରେ ଦୋକାନ ପକେଇଲା ଭଳିଆ ଯେମିତି ନିଲାମ ଡାକୁଛନ୍ତି ହଁ। ଆପଣ ସେଭଳି ମୋ ହାତରେ କଥାବାର୍ତ୍ତା କରୁଛନ୍ତି ଆଉ ଫୋନ କରିବୁ ଏ 5,000 ନେଇ ମୁଁ କ'ଣ ଝିଅ ବେପାର କରିବି ନା ଆପଣ ଏ 5,000 ପାଇବେ ମୋହ ସମ୍ଭାଳି କଥାବାର୍ତ୍ତା କର କହୁଛି କ'ଣ କଥାବାର୍ତ୍ତା କରୁଛନ୍ତି ଓ 5,000 ଟଙ୍କା ହବନି ନାଇଁ ହବନି ଆଉ କେତେ ଟଙ୍କା ଆବଶ୍ୟକ হবে ଆଉ ଟିକେ ମୋଟା କି ଦେଲେ ଚଳ ଆହୁରି ଦରକାର ଆଉ ଟିକେ ମୋଟା 10,000 କେତେ 10,000 10,000 ଓ ତତେ 10,000 ଟଙ୍କା ଦେବି ତା ମାନେ ଆପଣଙ୍କ ମୁଣ୍ଡଟା 10,000 ହେଇ! ନାଇଁ ନାଇଁ ଆପଣଙ୍କ ବୋପାଟା 14 ପୁରୁଷ କେ ରଜା ହେଇଥିଲା ନା କଣ କହୁଛୁ ଭାବି ପାରୁଛୁ ତ ଆଉ କ'ଣ ଆମେ କଣ କହି କହିବ ବୋପା ନାଟା ଧରି ଆଉ ସାରିଲୁଣି। କିଏ ହେଇଥିଲା ନା ଆପଣ ହେବେ ବୋଲି ଭାବୁଛନ୍ତି କଣ କହିଲୁ 2,000 ମୋ 5,000 ବୋପା ଅଜା 14 ପୁରୁଷରେ କିଏ ରଜା ହେଇପାରିବେନି ନା ହେଇପାରିବନି ଏ ହାରାମ ଛତା ଭାଷା ଭାଷା ତୁ କାହା ସହିତ କଥାବାର୍ତ୍ତା କରୁଛୁ ଭାବି ପାରୁଛୁ ତ ଭାବି ଏ ମୁଁ ଯଦି କ'ଣ ଭାବିଥାନ୍ତି ଏ ରାଜ ସିଂହାସନ କ'ଣ ଏ ସାରା ରାଜ୍ୟ ମୋର ହେଇସାନ୍ତା ମୋ ଶଙ୍କର ଶୈତାନ ମୋ ଶୈତାନ ରୂପଟା ଦେଖିବା ପୂର୍ବ ଯେତେ ଶୀଘ୍ର ପାରୁଛ ମୋ ଆଖି ସାମ୍ନାରୁ ଜୀବନ ବଞ୍ଚାଇ ଆବେ ପଳେଇ ଯା ବିହାରୀ ନଚେତ ମୋ ଶୈତାନ ରୂପଟା ତୁ ଦେଖିବୁ ଆପଣ ଶୈତାନ ରୂପ ଦେଖେଇବା ଦରକାର ନାହିଁ ତାମାନେ ଆପଣ ରଜା ହେବେନି ମୋର ରାଜା ହବା ରଜା ଦରକାର ହେବେନି ତ ଆବେ ଦରକାର ନାହିଁ ବେ। ଏ ନହେଲେ ନାହିଁ ଏ ଛଅ କହୁଛି ଏ କଥାରେ କହିଛି ଢେଙ୍କାନାଳ ନିଜ କିଳା ନିଜ ସମୟ ସେଇ ବାଟ ଦେଇ ଆସିଛୁ ସେ ବାଟ ଦେଇ ପଳେଇଛ ଆଉ ଡାକିଲା ଶୁଣିବି ଏ ମୋର ଆବଶ୍ୟକ ନାହିଁ ନହେଲେ ଆବେ ନାହିଁ। ଛଅ ଏ ଯାଉରେ। ଚାପେ ଚାପେ ଶୁଣ ଶୁଣ ଏ ଶୁଣ আবে শোন সোজা সোজা এই বড় পঞ্চাশ টঙ্কা নেব না কটা সরে কটা সর আমি টঙ্কাটাকে পাখরে রখি ଏ କ'ଣ ଏ ସବୁ ଟଙ୍କା ଠିକ ଅଛି ପାଖରେ ରଖ ଠିକ ଅଛି ଆରେ ଟଙ୍କା ସବୁ ଠିକ ଅଛି କହୁନାହାନ୍ତି ଟଙ୍କାଟା ପାଖରେ ରଖ ମୋ କଥାଟା ଶୁଣିନି ଏବେ ମୁଁ ତୋତେ ଟଙ୍କା ଦେଲି ହଁ ଦେଲେ ମୋ କାମଟା ହବ ମୋ କାମଟା ହବ ହବ ସଦା ସର୍ବଦା ମୋ କାମଟା ଫଳପ୍ରଦ ହବା ଦରକାର ତା ନହେଲେ ତୁ ଭଲ ଭାବରେ ଜାଣିଛୁ ମୋ ନାଁ শঙ্করা ମୋ ଘର ମଥୁରା ମୋ ଭାରି ଖଚରା ବେ ଭେ
ବେହିପର ପଢ଼ା ଜୋର କିନ୍ତୁ ପରୀକ୍ଷାରେ ଫେଲ୍ ଏ ବହି ଗଲା କି ରେ ପଚୁଛି ଖାଲି ତ ବହି ବାପର ବେହେ କହିଲା 2,000 5,000 10,000 ଦେଖିଲା ବେଳକୁ ଏକାଥରେ 1 ଲକ୍ଷ ଆବେ ଏତେ ଟଙ୍କା ପଇଲି ନାଲି ଆମ୍ବଟା କୁଆଡ଼େ ଗଲା ମୁଁ ଟିକେ ଦେଖିଲି ଆଗ ଟିକେ ସେ ନାଲି ଆମ୍ବ ଖାଇଦେବି ତାପରେ ଏ କାମିନୀ ହଁ ମୁଁ କାମିନୀ କାଞ୍ଚନ ମୁଁ କଣ ସୁନ୍ଦରୀ ନୁହଁ ଏ ମୋହିନୀର ନାଁ ଶୁଣିବା ମାତ୍ରେ ଦେବତା ଦାନବ ମାନବ ସମସ୍ତେ ହୁଅନ୍ତି ମୋହିତ ଏ ମୁଁ କଣ ସୁନ୍ଦରୀ ନୁହଁ କିଏ କି ବୋପାଲଟାଇ ଏ ତୋତେ ଦେଖିକି ତ ମୋର କୁଆଡ଼େ କ'ଣ ଖାଲି ବହି ଯାଉ ଚୁପ୍ କର କହୁଛି ତୋର ମନେ ରଖିବା ଉଚିତ ମୁଁ ହେଉଛି ସେନାପତି ଶଙ୍କର ସୈତନ ଭଉଣୀ କାମିନୀ କାଞ୍ଚନ କ'ଣ 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 କହିଲୁ ଏ ଆମ ଏଇ ଶଙ୍କରାର ଭଉଣୀ କାମିନୀ ଆମ ରାଜା ଘରର ଚାକରାଣୀ ସେ କଥା କ'ଣ ଧରିଛି ଆକେଇ ଧଇଲେ ତ ସବୁ କାମ ହବ ଏ କାମିନୀ ମୋ କଟାସ କାହିଁ ସଦାବେଳେ ମୋ ଉପରେ ଏତେ ରାଗୁଛ କହିଲି ତମ ଠାଣି ଖଣ୍ଡକ ପଇସା ସଦାବେଳେ କ'ଣ ଚାକରାଣୀ ହେଇ ରହିବାକୁ ତମେ ଚାହୁଁଛ ତମ ମନରେ ହଉ ନାହିଁ ରାଜରାଣୀ ହବା ପାଇଁ ମାନେ ତମେ ରାଜରାଣୀ ହବ କ'ଣ କହିଲୁ ତୁ କଟାସ ରାଜରାଣୀ ହବ ଆଉ ଥରେ କହିଲୁ ରାଜରାଣୀ ହବ ମୁଁ ପୁଣି ରାଜରାଣୀ ହଁ କେମିତି ଏ କଥା ସାଇ ସତରେ ମୁଁ କ'ଣ ରାଜରାଣୀ ହେଇପାରିବିନି କହ କଟାସ କ'ଣ କଲେ ମୁଁ ରାଜରାଣୀ ହେଇପାରିବି କହ ମୁଁ କ'ଣ କଲେ ରାଜରାଣୀ ହେଇପାରିବି ସେ ରାଣୀ ସିଂହାସନରେ ମୁଁ ବସି ପାରିବି କହ କଟାସ କହୁଛି ଟିକେ ଛାଡ଼ିକି ଯେମିତି ଚଢ଼ିଆଛୁ ମୋ ଦେହ ମୁଣ୍ଡ ଖାଲି ଚେତେ ହେଇଯାଉଛି ଯେ ସେମିତି କିଛି ବଡ଼ କାମ ନୁହେଁ ମୋ ଓହୋ କଟାସ ଛୋଟିଆ କାମଟେ କରିପାରିବା ନିଶ୍ଚୟ କରିବି ସେ ରାଜସିଂହରେ ବସିବା ପାଇଁ ହେଲେ ମୁଁ ନିଶ୍ଚୟ ସବୁ କିଛି କରିବି ତୁ ଥରେ ମାତ୍ର କହିକି ଦେଖ ମତେ କ'ଣ କରିବାକୁ ହବ କହ କଟାସ ମତେ କ'ଣ କରିବାକୁ ହବ ବଡ଼ କାମ ନୁହେଁ ମୋ ଏଇଠି ୟାଡ଼େ ଟିକେ ଅନ୍ନ ହଁ ୟାଡ଼େ ଟିକେ ଅନ୍ନ ଏଇଟା ରାଣୀ ଖାଦ୍ୟରେ ସେ ରାଣୀକି ଦେଇପାରିବ ସେଇଟା ହଁ ଏଇଟା ରାଣୀ ଖାଦ୍ୟରେ ବି ସେ ରାଣୀକି ଦେଇପାରିବ କିନ୍ତୁ ଏଇଟା କ'ଣ କଟାସ এইটা হচ্ছে বিষ রানী খাদ্যরে মিশে যে রানীটাকে ଦେଇଛ ଆଉ ତୋର ବାଟରୁ କଣ୍ଟା ସଫା ତୋର ରାଜରାଣୀ ହବା ବାଟଟା ପୁରା ଖଣ୍ଡ ଏମିତି କ'ଣ ପାଇଆନି ଭଳିଆ ହେଉଛୁ କଟାସ ହାତୀଟେ ଧୈର୍ଯ୍ୟ ଧର ଦେଖ ମୋ କଥା ଶୁଣ କ'ଣ ଏ କଥା ଯଦି ମହାରାଜଙ୍କ ପାଖରେ ଯାଇ ପହଞ୍ଚିଯାଏ ତାହେଲେ ତୋର ମୋର ଅବସ୍ଥା କ'ଣ ହବ ତୁ ବୁଝିପାରୁଛୁ ତ ହେ ତେରିକା ଶୁଣ କଟାସ ମୋର ଫାଶୀ ପାଇବାର ଜମା ବି ଇଚ୍ଛା ନାହିଁ ପାରିବିନି ମୁଁ ଏ ର ଶୁଣ ଏମିତି କ'ଣ ହେଉଛୁ ଚକୁଳି ଖାଇବା ଲୋକ ଚକୁଳି ଖାଇବୁ ଏତେ କାହିଁ ଯୁଦ୍ଧ କରୁଛୁ ସେ ବୁଢ଼ା ରାଜା କଦଳୀଟା କରିବେ ବୁଝିଲୁ କାମିନୀ ତୋ ନାଟା ଯେମିତି ଚେହେରା ଖଣ୍ଡକ ପାଇଛୁ ସେମିତି କିନ୍ତୁ ମୁଣ୍ଡରେ ଠୋପେ ବୁଦ୍ଧି ନାହିଁ ମାନେ ତୋର ଯୋଉ ରୂପ ଯୌବନ ହେଇଛି ନା ତୁ କାମିନୀ ନିଆରେ ସେ ରଜାଟାକୁ ପୁରା ମୋହିଦେବୁ ଆଉ ସେ ରାଣୀକୁ ବୁଲି ତୋତେ ସବୁଦିନ ପାଇଁ ଏଇ ରାଜ ସିଂହାସନରେ ଜମା ଭୟ କରନା ଜମା ଚିନ୍ତା କରନା ତୋ ପଥରେ ଏ କଟାଇ ଅଛି ମୁଁ କ'ଣ ସୁନ୍ଦରୀ ନୁହଁ ଠିକ ଅଛି କଟାସ ତୋ କାମଟା ନିଶ୍ଚୟ ହୋଇଯିବ କାଲି ପ୍ରଭାତରେ ରାଣୀ ନୁହଁ ତ ରାଣୀର ଶବଟା ଯାଇ ପହଞ୍ଚିବ ସେଇ ଶ୍ମଶାନ ଘାଟରେ ଦେଖି ସବୁ ପରେ ବି ତୋର ମନେ ରଖିବା ଉଚିତ କ'ଣ ମୁଁ ହେଉଛି କାମିନୀ କାଞ୍ଚନ ମୁଁ କ'ଣ ସୁନ୍ଦରୀ ନୁହଁ
କେତେ ସୁନ୍ଦର ନାଳ ପଡିଛି କି ତା ନାଳ ପଡିଛି କି ତା ତୋର ବହି ଗାଉଛି তোরা তোমার ভাই পড়িব ভাই ভଉଣୀ ଦିଟାଙ୍କର ବୁଦ୍ଧିକି ମୁଁ କଟୁଥିଲି ଏପଟେ ଭାଇ ଚିଡ଼ା କଟେ ସେଇ ସରଗର ସପନ ଦେଖୁଛି ରଜା ହେବ ବୋଲି ଏପଟେ ଭଉଣୀ ମନେ ମନେ ପାନ ଖାଇ ବଇଛି ରାଣୀ ହେବ ବୋଲି କିନ୍ତୁ ନାଇଁ ବେ ନାଇଁ ତମ ଆଶାଟା ଆଶାରେ ରହିଯିବ ଏ ନାଲି ଆମ୍ବକୁ ଧରିବି ଆଗ ବେଇପ ଶଙ୍କରାଟାକୁ ମାରିବି ପଚିଲି ତାପରେ ରଜା ରାଣୀକୁ ମାରିବି ଆଉ ତାପରେ ନାଲି ଆମ୍ବକୁ ଧରି ଖାଲି ତ ପଚିଲି